आज ହେଉଛି ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ। ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପବିତ୍ର ଜୟନ୍ତୀ। ମହାତ୍ମା ଗାନ୍ଧୀ ହେଉଛନ୍ତି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର 2 ତାରିଖ ଦିନ ଗୁଜରାଟର ପୋରବନ୍ଦର ଅନ୍ତର୍ଗତ ଏକ ବଣିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ହେଉଛି ପୁତଲିବାଇ। ସେ ମାତ୍ର 13 ବର୍ଷ ବୟସରେ କସ୍ତୁରୀ ବାଇଙ୍କୁ ବିବାହ କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ବାପୁଜୀ, ଗାନ୍ଧୀଜୀ ଏବଂ ଜାତିର ପିତା ବୋଲି ମଧ୍ୟ ସମ୍ବୋଧନ କରାଯାଏ। ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନ ଆଦିରେ ନେତୃତ୍ୱ ନେଇଥିଲେ। ଗାନ୍ଧୀଜୀ ବିଭିନ୍ନ ପ୍ରକାର ଆନ୍ଦୋଳନ କରି ବ୍ରିଟିଶ ସରକାରଙ୍କୁ ମଧ୍ୟ ବ୍ୟତିଗ୍ରସ୍ତ କରିଥିଲେ। ତେଣୁ ତାଙ୍କର ଏହି ମହାନ ନୀତି ଯୋଗୁଁ ଲୋକେ ତାଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଏବଂ ଏହି ଦିନଟିକୁ ମନେ ରଖିବା ପାଇଁ ଆମ ସାରା ଭାରତ ବର୍ଷରେ ତାଙ୍କର ଏହି